ଜୀବନ କଠିନ ସେତେବେଳେ ହୋଇଯାଏ ଯେତେବେଳେ ଆମେ ନିଜକୁ ବଦଳାଇବା ପରିବର୍ତ୍ତେ ପରିସ୍ଥିତିକୁ ବଦଳାଇବା ପାଇଁ ଚେଷ୍ଟା କରୁ। ଜୀବନରେ କିଛି ବି ସ୍ଥାୟୀ ନୁହେଁ। ନିଜକୁ ଅଧିକ ଚାପରେ ରଖନ୍ତୁ ନାହିଁ, କାରଣ ପରିସ୍ଥିତି ଯେତେ ଖରାପ ହେଲେ ମଧ୍ୟ ଏହା ବଦଳିଯିବ। କେବେ କାହାକୁ ମିଛ ଆଶା ଦେଇ ଠକି ଦିଅ ନାହିଁ, କାରଣ ତୁମର ଟିକିଏ ଖୁସି ପାଇଁ ଅନ୍ୟକୁ ଜୀବନ ସାରା କଷ୍ଟ ସହିବାକୁ ପଡ଼ିବ। ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ତେବେ ଲୋକଙ୍କ କଥା ପ୍ରତି ବଧିର ହୋଇଯାଆନ୍ତୁ। ଯଦି ଲୋକଙ୍କ କଥା ଶୁଣିବେ, ମନୋବଳ ଓ ହୃଦୟ ଉଭୟ ଭାଙ୍ଗିଯିବ। ସେହି ଲୋକ ସାମ୍ନାରେ ସବୁବେଳେ ମୁହଁରେ ହସ ରଖନ୍ତୁ ଯେଉଁମାନେ ଆପଣଙ୍କୁ ଘୃଣା କରୁଛନ୍ତି। ଆପଣଙ୍କ ମୁଖ ହିଁ ତାଙ୍କ ପ୍ରତି ସବୁଠୁ ବଡ଼ ପ୍ରତିଶୋଧ ହେବ। ଆପଣଙ୍କ ଖୁସି ତାଙ୍କୁ ଜିଇଁ ଥାଉ ଥାଉ ମରିବାର ଅନୁଭବ କରାଇବ। ଦୁନିଆ ଆପଣଙ୍କୁ କେଉଁଭଳି ଭାବେ ଦେଖେ ତାହା କିଛି ଜରୁରୀ ନୁହେଁ। ଆପଣ ନିଜକୁ କେଉଁଭଳି ଭାବେ ଦେଖୁଛନ୍ତି ତାହା ହିଁ ସବୁକିଛି ଅଟେ। ଯନ୍ତ୍ରଣାକୁ ସାମ୍ନା କରିବା ଦ୍ୱାରା ଆପଣ ଶକ୍ତିଶାଳୀ ହେବେ। ଭୟକୁ ସାମ୍ନା କରି ସାହସୀ ହେବେ। ହୃଦୟ ଭାଙ୍ଗିବା ଦ୍ୱାରା ବିନୟ ହେବେ। ସେଥିପାଇଁ ଜୀବନର ପ୍ରତିକୂଳ ପରିସ୍ଥିତିକୁ ନେଇ ନକାରାତ୍ମକ ଭାବନା ରଖନ୍ତୁ ନାହିଁ। ସେଥିରୁ ମିଳିଥିବା ଶିକ୍ଷା ପ୍ରତି ଧ୍ୟାନ ଦେଇ ଆଗକୁ ବଢ଼ନ୍ତୁ। ଯାହା କିଛି ବି କଷ୍ଟ, ଯନ୍ତ୍ରଣା, ଧୋକା ଜୀବନରେ ମିଳୁଛି ସେ ନିମନ୍ତେ ଜୀବନକୁ ଧନ୍ୟବାଦ ଦିଅନ୍ତୁ, କାରଣ ପ୍ରତିକୂଳ ପରିସ୍ଥିତି ଆମକୁ ଶିକ୍ଷା ଦିଏ ଓ ଶକ୍ତିଶାଳୀ ବନାଏ। ଆଜିର ଏହି ସ୍ୱାର୍ଥପର ଏବଂ ଅସୁରକ୍ଷିତ ଦୁନିଆରେ ଭଲ ବନ୍ଧୁଟିଏ ବାଛିବା କଷ୍ଟକର। କେବଳ ନିରାକାର ଭଗବାନଙ୍କ ଛଡ଼ା ଅନ୍ୟ କାହାର ବନ୍ଧୁ ହେବାର ଯୋଗ୍ୟତା ନାହିଁ। କିନ୍ତୁ ଏହି ସଂସାରରେ ବଞ୍ଚିବାକୁ ହେଲେ ଜୀବନକୁ ସୁଖମୟ କରିବା ପାଇଁ ବନ୍ଧୁ କରିବା ଏବଂ ବନ୍ଧୁତ୍ୱ ବଜାୟ ରଖିବା ଆବଶ୍ୟକ। ଶ୍ରୀକୃଷ୍ଣଙ୍କ ଭଳି ବନ୍ଧୁ କଲେ ତୁମର ବିଜୟ ସୁନିଶ୍ଚିତ। କର୍ଣ୍ଣ ଭଳି ବନ୍ଧୁ କଲେ ତୁମର ବନ୍ଧୁତ୍ୱରେ ପୂର୍ଣ୍ଣତା ଆସିଯିବ। ତୁମର କିଛି ଭୁଲ ଥିଲେ ମଧ୍ୟ ସେ ତୁମ ସହ ଛିଡ଼ା ହେବେ। ସୁଦାମା ଭଳି ବନ୍ଧୁ କରିଲେ ଜୀବନରେ ନିଜର ଦାରିଦ୍ରତା କେବେ ତାଙ୍କର ସ୍ୱାମୀମାନଙ୍କୁ ଛଡ଼ାଇ ପାରିନଥିଲା। ସୁଗ୍ରୀବ ଭଳି ବନ୍ଧୁ ଆଜିର ଦୁନିଆରେ ବିରଳ। ରାଜଗଦି ଛାଡ଼ି ବନ୍ଧୁ ଶ୍ରୀରାମଙ୍କ ପାଇଁ ଯୁଦ୍ଧ କରିବା ଅବିସ୍ମରଣୀୟ।